ସାମ୍ବାଦିକମାନେ ଜନସାଧାରଣଙ୍କ ସ୍ୱର। ସାମ୍ବାଦିକମାନେ ଜନସାଧାରଣଙ୍କ ସ୍ୱର ବୋଲି ବକ୍ତାମାନେ ମତବ୍ୟକ୍ତ କରିଛନ୍ତି ରାଉରକେଲାର ଜର୍ଣ୍ଣାଲିଷ୍ଟ ଆସୋସିଏସନର 21ତମ ବାର୍ଷିକ ଉତ୍ସବରେ। ସାମ୍ବାଦିକମାନେ ସଦାସର୍ବଦା ସମାଜ ପାଇଁ କାର୍ଯ୍ୟ କରୁଛନ୍ତି। ସେମାନେ ସମାଜର ହିତ ପାଇଁ ନିରପେକ୍ଷତା ଅବଲମ୍ବନ କଲେ ଏହା ସମାଜ ପାଇଁ ହିତକର ହେବ ବୋଲି ଅତିଥିମାନେ ମତ ଦେଇଛନ୍ତି। ରାଉରକେଲାର 21ତମ ବାର୍ଷିକ ଉତ୍ସବ ଆଲୋଚନା ଚକ୍ର ଇସ୍ପାତ ସହର ସେକ୍ଟର 7 ସ୍ଥିତ ଇସ୍ପାତ ସାହିତ୍ୟ ସଂସଦ ପରିସରରେ ଅନୁଷ୍ଠିତ ହୋଇଯାଇଛି ଗତ 28 ତାରିଖରେ। ଆସୋସିଏସନର ସଭାପତି ବିରଞ୍ଚି ନାରାୟଣ ପଟ୍ଟନାୟକଙ୍କ ସଭାପତିତ୍ୱରେ କୁଞ୍ଜବିହାରୀ ରାଉତଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ସମ୍ବାଦ ସଂସ୍କରଣର ମୁଖ୍ୟ ଲକ୍ଷ୍ମୀନାରାୟଣ ହୋତା, ପ୍ରମେୟ ସଂସ୍କରଣର ରାଉରକେଲା ମୁଖ୍ୟ ମନୋରଞ୍ଜନ ଦାସ, ସାମ୍ବାଦିକ ଅରବିନ୍ଦ ଦାସ, ସମାଜର ସ୍ଥାନୀୟ ସଂସ୍କରଣ ମୁଖ୍ୟ ମୃତ୍ୟୁଞ୍ଜୟ ମହାପାତ୍ର, ବରିଷ୍ଠ ସାମ୍ବାଦିକ ପୀତବାସ ମିଶ୍ର, ଶିବଶରଣ ମିଶ୍ର, ମନୋରଞ୍ଜନ ମିଶ୍ର, ସନ୍ତୋଷ କୁମାର ସ୍ୱାଇଁ ଓ ସମ୍ପାଦକ ଅରୁଣ ଦାସ ପ୍ରମୁଖ ଆଲୋଚ୍ୟ ପ୍ରସଙ୍ଗରେ ସାମ୍ବାଦିକଙ୍କ ସମାଜ ପ୍ରତି ଦାୟିତ୍ୱବୋଧ ଓ ଆହ୍ୱାନ ଉପରେ ଆଲୋକପାତ କରିଥିଲେ। ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ ସାମ୍ବାଦିକମାନେ ନିରୀହ ଜନତାଙ୍କ ସ୍ୱର। ଗଣତନ୍ତ୍ରର ବ୍ୟବସ୍ଥା, ମିଡ଼ିଆ ହାଉସ୍ଗୁଡ଼ିକ କିପରି କର୍ପୋରେଟ୍ ହାଉସ୍ ଦ୍ୱାରା କବଳିତ, ସୁରକ୍ଷା, କୃତ୍ରିମ ବୁଦ୍ଧିମତ୍ତା, ଏଆଇ ମିଡ଼ିଆ, ନ୍ୟାୟିକ ଉତ୍ପୀଡ଼ନ, ସତ୍ୟ ପ୍ରକାଶ କରିବାରେ ସାହସ ଓ ସମସ୍ୟା, ସତ୍ୟାଗ୍ରହୀ, ବୌଦ୍ଧିକ ସମ୍ପନ୍ନ ବ୍ୟକ୍ତିତ୍ୱ କିପରି ଟ୍ରୋଲ୍ ହୁଏ, ସଂସ୍କାର ଓ ଶିକ୍ଷାବିତ୍ଙ୍କ ସହ ଲୋକପ୍ରତିନିଧିଙ୍କ ଦାୟିତ୍ୱହୀନତା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ରାଉରକେଲାରେ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ କେତେକ ସାମ୍ବାଦିକଙ୍କୁ ସମ୍ମାନିତ କରାଯାଇଥିଲା। ଆସୋସିଏସନର ମୁଖପତ୍ର ସ୍ୱାକ୍ଷରକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଶେଷରେ ସଭାପତି ବିରଞ୍ଚି ନାରାୟଣ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା। ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି, ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।